माँ माने सावित्री व्रत केमिति करिवे से विषय वस्तु रे किछि नीति नियम बुझाऊे। माँ माने ध्यानर सहित शुणी सावित्री व्रत पालन करेंगे बोली मोर आशा और विश्वास। सावित्री व्रत क्यों तिथि पड़े? प्रति वर्ष सावित्री व्रत ज्येष्ठ मास अमावास्या तिथि पड़ी था। सावित्री व्रत क्यों माने करिपारिबे? प्रत्येक सधवा नारी माने सावित्री व्रत पालन करिपारिबे। सावित्री व्रत क्यों रंगर शाढ़ी चूड़ी पूजा कराए? सावित्री व्रत रे नाली रंगर शाढ़ी चूड़ी पूजा करा जाए। पार्वतींकर पूजा करुतिले कला शंखा पूजा करि पारिबे। एवं सावित्री व्रत रे क्यों रंगर व्रत पूजा करा जाए? हलदिया व्रत एवं नाली रंगर व्रत पूजा करि पारिबे। एटा सब मन रखंतु। क्यों हाथ रे सावित्री व्रत पिंधि पारिबे? सावित्री व्रत डाहाण हाथ रे पिंधिबा उचित। क्यों देवादेवी को सावित्री व्रत रे पूजा करा जाए? देवी सावित्री माँ लक्ष्मी को एवं माँ पार्वती को पूजा करा जाए। एवं प्रभु नारायण आउ प्रभु शिवंकर पूजा करा जाए। सावित्री व्रत रे जम देवता को पूजा करा जाए कि नहीं? राजा सत्यवानंकर जीवन फेराई देथिले धर्मराज जम। रानी सावित्री सेथिपाई जम देवता को पूजा करथिले। सेथिपाई धर्मराजांकर पूजा चाहिले करि पारिबे स्वामींकर दीर्घायु पाई। कौन पाई सावित्री व्रत पालन करा जाए? स्वामींकर दीर्घायु कामना पाई सावित्री व्रत पालन करि परिबे। जणे सधवा नारी बंची थिबा पर्यंत हाथ रे शंखा सिंदूर रहिबा पाई व्रत पालन करा जाए। आउ सब सुंदर विषय जानिबा पाई सब मन रखंतु। सावित्री व्रत रे कौन खाइबा उचित? सावित्री व्रत रे फल खाई पारिबे। फल जूस करी पी पारिबे। आउ सागु पणा पी पारिबे। एवं गजामुग गजाबुट खाई पारिबे। सावित्री व्रत रे कौन खाइबा अनुचित? रंधा होइतिबा खाद्य तथा पियाज रसुण ताहा पिता कषा कोल्ड ड्रिंक्स इत्यादि खाइबा उचित नहीं। क्यों सावित्री व्रत करा जाए? बरगछ मूलरे घरे किंबा मंदिर रे पूजा करा जाए। सावित्री व्रत घरे किपरि पूजा करा जाए? घरे शिलरे हलदी लगाई मांकर आखि नाक पाटी मुह करी प्रतिमूर्ति स्थापना करी पूजा करा जाए। किंबा घट स्थापन करी नड़िया किंबा पैडरे देवींकर प्रतिमूर्ति स्थापना करी पूजा करि पारिबे। सावित्री व्रत रे केते गोटी फल रे पूजा करा जाए।
ସବୁ ପ୍ରକାର ଫଳରେ ପୂଜା କରାଯାଏ କିମ୍ବା ଫଳରେ ପୂଜା କରାଯାଏ। 5 ପ୍ରକାର ଫଳ ନଥିଲେ 5ଟି ଫଳରେ ପୂଜା କରିପାରିବେ। ସାବିତ୍ରୀ ବ୍ରତରେ କ'ଣ କ'ଣ ଜରୁରୀ ହୋଇଥାଏ? ଗୁଆ, ବ୍ରତ, ଅଳତା, ସିନ୍ଦୁର, ଫଳ, ଶାଢ଼ୀ, ଅରୁଆ ଚାଉଳ, ଦୀପ, ଆମ୍ବପତ୍ର, ଫୁଲ, ହଳଦୀ, କଉଡ଼ି, ବରକୋଳି ପତ୍ର, ଦୁବ, ପିତ୍ତଳ ଥାଳି ଏବଂ ମାଟି କଳସ ବା ପିତ୍ତଳ କଳସ ଏଇଟା ଦରକାର ପଡ଼ିଥାଏ। ଆଉ ସାବିତ୍ରୀ ବ୍ରତରେ କେତୋଟି ଗଣ୍ଠି ଥାଏ? ସାବିତ୍ରୀ ବ୍ରତ ଦିନ ସାବିତ୍ରୀ ବ୍ରତ ପ୍ରତ୍ୟେକ ମହିଳାମାନେ ଧାରଣ କରିଥାନ୍ତି। ବ୍ରତରେ 60ଟି ଗଣ୍ଠି ପଡ଼ିଥାଏ, ଯାହାକୁ ନାରୀମାନେ ଧାରଣ କରିଥାନ୍ତି। ବ୍ରତକୁ ହଳଦୀରେ ବୁଡ଼ାଇ ବା ହଳଦିଆ ରଙ୍ଗର ବ୍ରତ ଧାରଣ କରିବା ଉଚିତ। ସାବିତ୍ରୀ ଭାର ବାପା ଘରୁ ଆସିବା କଥା କି ନାହିଁ? ସାବିତ୍ରୀ ବ୍ରତ ସ୍ୱାମୀଙ୍କ ପାଇଁ କରାଯାଇଥାଏ। ତେଣୁ ସାବିତ୍ରୀ ବ୍ରତର ସମସ୍ତ ପୂଜା ସାମଗ୍ରୀ ସ୍ୱାମୀଙ୍କର ଘରୁ ଆଣି ବ୍ରତ ପାଳନ କରିବା ଉଚିତ। ବାପାଙ୍କୁ କଷ୍ଟ ଦେଇ ସାବିତ୍ରୀ ବ୍ରତ ପାଳନ କଲେ ସ୍ୱାମୀଙ୍କର ଅମଙ୍ଗଳ ହୋଇଥାଏ। ମନୁଷ୍ୟମାନେ ହିଁ ଏସବୁ ତିଆରି କରିଛନ୍ତି, ଏହା ପୁରାଣ ସମ୍ମତ ନୁହେଁ। ସ୍ୱାମୀଙ୍କୁ ସାବିତ୍ରୀ ପୂଜା ଦିନ ପୂଜା କରାଯାଇଥାଏ କି? ବ୍ରତ ଦିନ ସ୍ୱାମୀଙ୍କୁ ସମ୍ମାନ ଦିଆଯାଏ ଏବଂ କଟୁ କଥା କହିବା ଉଚିତ ନୁହେଁ। ଆଉ ବ୍ରତ ଦିନ ସ୍ୱାମୀଙ୍କର ପୂଜା ତାଙ୍କର ଆଶୀର୍ବାଦ ଦରକାର ହୋଇଥାଏ। ବ୍ରତ ଦିନ କ'ଣ କରିବା ଉଚିତ ନୁହେଁ? ସ୍ୱାମୀ ସ୍ତ୍ରୀ ସଙ୍ଗ କରିବା, ହାତରୁ ଚୁଡ଼ି ଉତାରିବା, କଟୁ କଥା କହିବା ଏସବୁ କରାଯାଇ ନଥାଏ। ଆଉ ଶାଶୁ ଶ୍ୱଶୁରଙ୍କୁ ନ ମାନିବା, ମଙ୍ଗଳ ସୂତ୍ର ଉତାରିବା, ପିଲାମାନଙ୍କୁ ବାଡ଼େଇବା ଏସବୁ କାର୍ଯ୍ୟ କରାଯାଏ ନାହିଁ। ଛୁତକ ଏବଂ ମୃତକ ସମୟରେ ବ୍ରତ କରାଯାଏ କି ନାହିଁ? ଛୁତକ ମୃତକ ସମୟରେ ବ୍ରତ କରାଯାଇ ନଥାଏ, କାରଣ ଏ ସମୟରେ ଶରୀର ଅଶୁଦ୍ଧ ରହିଥାଏ। ଛୁତକ ସମୟରେ ଶାଢ଼ୀ, ଚୁଡ଼ି, ପୂଜା ସାମଗ୍ରୀକୁ ନ ଛୁଇଁ ଅନ୍ୟ କେହି ପୂଜା କରି ପ୍ରସାଦ ଖାଇପାରିବେ। ମୃତକ ସମୟରେ ପୂଜା କରାଯାଏ ନାହିଁ କି ପ୍ରସାଦ ସେବନ ମଧ୍ୟ କରାଯାଏ ନାହିଁ। ଗର୍ଭବତୀ ମହିଳାମାନେ ସାବିତ୍ରୀ ବ୍ରତ କରିପାରିବେ କି ନାହିଁ? ଗର୍ଭବତୀ ମହିଳାମାନେ ବ୍ରତ କରିପାରିବେ, କିନ୍ତୁ ଉପବାସ କରି ନୁହେଁ। ଖାଇ ପିଇ କରି ବ୍ରତ ପାଳନ କରିପାରିବେ। କ'ଣ ଖାଇବେ? ସମସ୍ତ ପ୍ରକାର ଫଳମୂଳ, ପରଟା, ଉପମା ଇତ୍ୟାଦି ଖାଇପାରିବେ, କିନ୍ତୁ ଆମିଷ, ପିଆଜ, ରସୁଣ, ଉଷୁନା, ପିତା, କଷା ଆଦି ଖାଇବେ ନାହିଁ। ମାସିକ ଧର୍ମ ସମୟରେ ବ୍ରତ କରିପାରିବେ କି ନାହିଁ? ମାସିକ ଧର୍ମ ସମୟରେ ବ୍ରତ କରିପାରିବେ, କିନ୍ତୁ କୌଣସି ପୂଜା ସାମଗ୍ରୀକୁ ଛୁଇଁବେ ନାହିଁ କି ପୂଜା କରିବେ ନାହିଁ। କେବଳ ପୂଜା ସରିବା ପରେ, ପ୍ରସାଦ ସରିବା ପରେ ଛୁଇଁବେ। ଖାଇ ପାରିବେ। ଘରେ ଅନ୍ୟ ଜଣେ ସଦସ୍ୟ କିମ୍ବା ସ୍ୱାମୀଙ୍କର ଦ୍ୱାରା ପୂଜା କରାଇ ଆଣିପାରିବେ। ସାବିତ୍ରୀ ବ୍ରତ ପ୍ରଥମ କରି କେବେ କରାଯାଇଥାଏ, ସେ ବିଷୟରେ ସୁନ୍ଦରରେ ଶ୍ରବଣ କରନ୍ତୁ ଆଉ ସବୁ ଶିଖିଥାନ୍ତୁ। ବିବାହର ପ୍ରଥମ ବର୍ଷରୁ ହିଁ ସାବିତ୍ରୀ ବ୍ରତ କରାଯାଏ।
ଯଦି ପ୍ରଥମ ବର୍ଷ ବ୍ରତ କରିବା ସମୟରେ ଋତୁସ୍ରାବ ହୋଇଥାଏ କିମ୍ବା ଛୁତକ କି ମୃତକ ହୋଇଥାଏ, ତେବେ ବିବାହର ପ୍ରଥମ ବର୍ଷ ପୂଜା ନ କରି ପର ବର୍ଷ ଠାରୁ ଆରମ୍ଭ କରିପାରିବେ। ସାବିତ୍ରୀ ବ୍ରତ ଦିନ କେଉଁ ଠାକୁରଙ୍କୁ ଦର୍ଶନ କରିବା ଭଲ ହୋଇଥାଏ? ଶଙ୍କର ଏବଂ ମା ପାର୍ବତୀ, ଲକ୍ଷ୍ମୀ ଏବଂ ନାରାୟଣଙ୍କ ଯୁଗଳ ଦର୍ଶନ କଲେ ଶୁଭ ହୋଇଥାଏ। ଆଉ ସାବିତ୍ରୀ ବ୍ରତ କେଉଁ ଦିନ ଉତ୍ତରା ଯାଏ? ବ୍ରତ ସରିବାର ପରଦିନ ଗାଧୋଇ ସାରି ଘର ଠାକୁରଙ୍କ ପୂଜା ସରିବା ପରେ ବ୍ରତକୁ ଉଝେଇ ପାରିବେ। ପୂଜା ସରିବା ପରେ କ'ଣ କରିବା ଉଚିତ? ପୂଜା କରି ଆଣିଥିବା ଶାଢ଼ୀ, ଶଙ୍ଖା, ସିନ୍ଦୁର, ଅଳତା ପିନ୍ଧି ସ୍ୱାମୀଙ୍କ ଠାରୁ ଏବଂ ଘରର ସମସ୍ତଙ୍କ ସଦସ୍ୟଙ୍କ ଠାରୁ ଆଶୀର୍ବାଦ ନେବା ଉଚିତ। ସ୍ୱାମୀ ଯଦି ନିଜ ଇଚ୍ଛାରେ ପ୍ରସାଦ ପାଇ ବ୍ରତ ଭାଙ୍ଗନ୍ତି ତେବେ ବହୁତ ଶୁଭ ହୋଇଥାଏ ଏବଂ ସାବିତ୍ରୀ ବ୍ରତ ଦିନ ଯଦି ସିନ୍ଦୁର, ଶଙ୍ଖା ପିନ୍ଧାଇ ଦିଅନ୍ତି ତେବେ ବହୁତ ଶୁଭ ହୋଇଥାଏ। ଏହି କଥା ମନେ ରଖନ୍ତୁ ଆଉ ଏପରି କରନ୍ତୁ। ସମସ୍ତଙ୍କର ମଙ୍ଗଳ ହେବ, ନିଜର ମଙ୍ଗଳ ହେବ ଆଉ ସ୍ୱାମୀ ଦୀର୍ଘାୟୁ ହେବେ। ଏଇଟା ଥିଲା ସାବିତ୍ରୀ ବ୍ରତ ବିଷୟରେ କିଛି ଅମୃତ ଜ୍ଞାନ। ଜୟ ଜଗନ୍ନାଥ।